ଆମ ହିନ୍ଦୁ ଧର୍ମରେ ମନୁଷ୍ୟର ଜୀବନ ଓ ମୃତ୍ୟୁ ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ଏହା ସହିତ ମୃତ୍ୟୁ ପରେ ମନୁଷ୍ୟ କେଉଁ ଯୋନିରେ ଜନ୍ମ ହୋଇଥାଏ ସେହି ବିଷୟରେ ମଧ୍ୟ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଅଛି। ମାନାଯାଇଥାଏ କି ମନୁଷ୍ୟର ମୃତ୍ୟୁ ହିସାବରେ ତା କର୍ମ ଅନୁସାରେ ତାକୁ ଅଗ୍ନି ଯୋନିରେ ଜନ୍ମ ପ୍ରାପ୍ତି ହୋଇଥାଏ। କିଛି ଧାର୍ମିକ ଗ୍ରନ୍ଥରେ ଏହି ବର୍ଣ୍ଣନା ରହିଛି କି ଯେଉଁ ମନୁଷ୍ୟ ନିଜ ଜୀବନରେ ଅଧିକ ପାପ କରିଥାଏ ତାକୁ ମୃତ୍ୟୁ ପରେ ଗୋଟିଏ ଯୋନିରେ ଜନ୍ମ ମିଳିନଥାଏ। ତାକୁ ଏଭଳି ଯୋନିରେ ଜନ୍ମ ମିଳିଥାଏ ଯେଉଁଠାରେ ସେ କାହାକୁ କିଛି କହିପାରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ ସେହି ସମ୍ବନ୍ଧିତ ଏକ କାହାଣୀ କହିବାକୁ ଯାଉଛୁ। ଏହି କାହାଣୀରେ ଗୋଟିଏ ଆଘାତପ୍ରାପ୍ତ କୁକୁରର ନିଜର ଦୁଃଖ ନେଇ ଭଗବାନ ଶ୍ରୀରାମଙ୍କ ପାଖକୁ ଯାଇଥିଲା। ତେବେ ତାହା ପୂର୍ବରୁ ଦର୍ଶକ ବନ୍ଧୁମାନେ ଆମ ଚ୍ୟାନେଲରେ ଯୋଡ଼ି ରହିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କୁ ଆମ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ମିଳିପାରିବ। ଥରେ ଭଗବାନ ଶ୍ରୀରାମ ନିଜ ସଭାରେ ବସିଥିଲେ। ସେତେବେଳେ ତାଙ୍କୁ ଗୋଟେ କୁକୁରର କାନ୍ଦ ଶୁଣାଯାଇଥିଲା। ସେ ଦ୍ୱାରପାଳକୁ କହି ସେ କୁକୁରକୁ ବିଦା କରି ଦେଇଥିଲେ। ତାପରେ ସଭାର ଦ୍ୱିତୀୟ ଦିନରେ ମଧ୍ୟ ସେହି କୁକୁର ସେହି ଦିନରେ ଆସି କାନ୍ଦିବାକୁ ଲାଗିଲା। ତୃତୀୟ ଦିନରେ ମଧ୍ୟ ସେହି କୁକୁର ସେହି ସ୍ଥାନରେ ଆସି କାନ୍ଦିଲା। ତେଣୁ ଭଗବାନ ଶ୍ରୀରାମ ସେହି କୁକୁରକୁ ବିଦା ନକରି ତାର କାନ୍ଦିବାର କାରଣ ଜାଣିବାକୁ ଚାହିଁଲେ। ତାପରେ ଭଗବାନ ଶ୍ରୀରାମ ସେହି କୁକୁରକୁ ସଭାକୁ ଆଣିବାକୁ ଦ୍ୱାରପାଳଙ୍କୁ ଆଦେଶ ଦେଲେ। କିନ୍ତୁ କୁକୁରଟି ଦ୍ୱାରପାଳଙ୍କୁ କହିଲେ କି ହେ ଦ୍ୱାରପାଳ, ମୋତେ ଗୋଟିଏ ନୀଚ ଯୋନିରେ ଜନ୍ମ ମିଳିଛି, ତେଣୁ ମୁଁ ସଭା ମଧ୍ୟକୁ ପ୍ରବେଶ କରିପାରିବି ନାହିଁ। ପବିତ୍ର ସ୍ଥାନ, ଗୋଶାଳା, ଗୃହ ଆଦି ସ୍ଥାନକୁ ମୁଁ ପ୍ରବେଶ କରିପାରିବି ନାହିଁ। ତେଣୁ ତମେ ଯାଇ ଭଗବାନ ଶ୍ରୀରାମଙ୍କୁ କୁହ ମୋତେ ଏଠାରେ ଦେଖା କରିବା ପାଇଁ ଆସନ୍ତୁ। ଏସବୁ କଥା ଭଗବାନ ଶ୍ରୀରାମଙ୍କୁ ଦ୍ୱାରପାଳ ଯାଇ କହିଲେ। ତାପରେ ଭଗବାନ ଶ୍ରୀରାମ ଗୋଟିଏ ବାଡ଼ି ନେଇ କୁକୁର ପାଖକୁ ଗଲେ ଏବଂ ତାର କାନ୍ଦିବାର କାରଣ ପଚାରିଲେ। କୁକୁର ଉତ୍ତର ଦେଲା କି ହେ ଭଗବାନ, ମୋର କିଛି ଭୁଲ ନାହିଁ, କିନ୍ତୁ ଜଣେ ସନ୍ନ୍ୟାସୀ ମୋତେ ପଥର ମାରିଛନ୍ତି, ଯାହାଫଳରେ ମୋର ଗୋଡ଼ରୁ ରକ୍ତ ବାହାରୁଛି। ତେଣୁ ନ୍ୟାୟ ପାଇବା ପାଇଁ ମୁଁ ଆପଣଙ୍କ ଶରଣକୁ ଆସିଛି। ଏହା ଶୁଣି ଭଗବାନ ଶ୍ରୀରାମ ସେହି ସନ୍ନ୍ୟାସୀଙ୍କୁ ସଭାକୁ ଡାକିଲେ ଏବଂ ସବୁକିଛି ପଚାରିଲେ। ସନ୍ନ୍ୟାସୀ ଜଣକ କହିଲା, ହେ ଭଗବାନ, ମୁଁ ଭିକ୍ଷା ମାଗି ଯାଇଥିଲି। ଏହି କୁକୁର ମୋ ଭୋଜନ ସ୍ପର୍ଶ କରି ଦେଇଥିଲା। ତେଣୁ କ୍ରୋଧବଶତଃ ମୁଁ ତା ଉପରକୁ ପଥର ମାରିଲି। ଶେଷରେ ଭଗବାନ ଶ୍ରୀରାମ କହିଲେ, ସଂସାରର ସମସ୍ତ ପଶୁପକ୍ଷୀ ମନୁଷ୍ୟ ଭଳି ଜ୍ଞାନୀ ଓ ବୁଦ୍ଧିମାନ ନୁହନ୍ତି। ତେଣୁ ଏଥିରେ କୁକୁରର କିଛି ଭୁଲ ନାହିଁ। ଏହା କୁକୁରର ସ୍ୱଭାବ ଅଟେ। ତାପରେ ଶ୍ରୀରାମ କୁକୁରକୁ କହିଲେ କି ଏହି ସନ୍ନ୍ୟାସୀ ତୁମର ଅପରାଧୀ ଅଟନ୍ତି। ତାଙ୍କୁ କ'ଣ ଦଣ୍ଡ ଦିଆଯିବ ତୁମେ କୁହ। ଏହା ଶୁଣି କୁକୁର କହିଲା, ହେ ପ୍ରଭୁ, ଏହି ସନ୍ନ୍ୟାସୀଙ୍କୁ କୌଣସି ସେବାଳୟର ମାଲିକ କରିଦିଅନ୍ତୁ। ତାପରେ ଭଗବାନ ରାମଚନ୍ଦ୍ର ଏହା ହିଁ କଲେ ଏବଂ ସଭାକୁ ଫେରି ଆସିଲେ। କିଛି ଦିନ ଗଲା ପରେ ଅଯୋଧ୍ୟାବାସୀ ସେହି କୁକୁରକୁ ଯାଇ ପଚାରିଲେ, ତୁମର ଅପରାଧୀକୁ କାହିଁକି ମାଲିକ କରିବା ପାଇଁ ମହାରାଜାଙ୍କୁ ପ୍ରସ୍ତାବ ଦେଲ? ଏହା ଶୁଣି କୁକୁର କହିଲା, ଚୋର, ଅନ୍ୟକୁ ଲୁଟି ଖୁସି ହେଉଥିବା ବ୍ୟକ୍ତି, ପଶୁପକ୍ଷୀମାନଙ୍କୁ ଘୃଣା ଆଖିରେ ଦେଖୁଥିବା ବ୍ୟକ୍ତି ପର ଜନ୍ମରେ କୁକୁର ଜନ୍ମ ପାଇଥାଏ।
ସେହି ସନ୍ନ୍ୟାସୀ ଜଣକ ମଠରେ ରହି ଯେଉଁ ପାପ କରିଥିଲେ ସେ ପରଜନ୍ମରେ କୁକୁର ଜନ୍ମ ପାଇବେ।